ଓଡ଼ିଶାର ସବୁ ଜିଲ୍ଲାର ପିଲାମାନଙ୍କ ପାଇଁ ବହୁତ ବଡ଼ ଖୁସିର ଖବର। ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ଟିଚର ଜବ୍ର ଭ୍ୟାକେନ୍ସି ଆପଣମାନଙ୍କର ବାହାରିଛି। ତ ଭିଡ଼ିଓକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ଓଡ଼ିଶାର ଯେକୌଣସି ଡିଷ୍ଟ୍ରିକ୍ଟର ଲୋକ ହେଇଥାନ୍ତୁ ନା କାହିଁକି, ଆପଣ ଯଦି ଏହି 2026 ମସିହାରେ ଗୋଟେ ଚାକିରି ଯଦି ଆପଣମାନେ ଟିଚର ଜବ୍ ଯଦି ଆପଣମାନେ କରିବା ପାଇଁ ଚାହୁଁଛନ୍ତି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଆପଣମାନେ କ'ଣ କରନ୍ତୁ, ଆପ୍ଲାଏ କରନ୍ତୁ। ଏହି 2026 ମସିହାରେ ଆପଣମାନଙ୍କର ଗୋଟେ ଚାକିରିଟା ହେଇଯିବ। ଦେଖନ୍ତୁ ବହୁତ ସାରା ପୋଷ୍ଟର ଆପଣମାନଙ୍କର ଭ୍ୟାକେନ୍ସି ରହିଛି ନା ନାହିଁ, ଭିଡ଼ିଓଟିକୁ ଦେଖନ୍ତୁ। TGT ଓଡ଼ିଆ ପୋଷ୍ଟ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। TGT ଇଂଲିଶ ପୋଷ୍ଟ ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। TGT ମ୍ୟାଥମେଟିକ୍ସ, TGT ସାଇନ୍ସ, TGT SST, TGT ହିନ୍ଦୀ, TGT ସାଂସ୍କ୍ରିଟ ପୋଷ୍ଟ ଆପଣମାନଙ୍କର ଭ୍ୟାକେନ୍ସି ଆପଣମାନଙ୍କର ରହୁଛି। ଆପଣମାନଙ୍କୁ ମାସକୁ କେତେ ମିଳିବ? 20,000 ଟଙ୍କା ଆପଣମାନଙ୍କୁ ମିଳିବ। ଯଦି ଆପଣମାନଙ୍କର ହାୟର ଷ୍ଟେସନ କରୁଛନ୍ତି ତାହେଲେ 25,000 ଟଙ୍କା ମଧ୍ୟ ଆପଣମାନଙ୍କୁ ମିଳିବ। ତ ମାସକୁ ଆପଣମାନେ ମନେ ରଖନ୍ତୁ, TGT ପୋଷ୍ଟ ପାଇଁ ଆପଣମାନଙ୍କୁ ମାସକୁ 20,000 ଟଙ୍କା ସ୍ୟାଲେରୀ ଆପଣମାନଙ୍କୁ ମିଳିବ। ତାପରେ ଆମେ ଆସିବା PGT ପୋଷ୍ଟ। PGT ପୋଷ୍ଟ ପାଇଁ PGT ଇଂଲିଶ ପୋଷ୍ଟ ଭ୍ୟାକେନ୍ସି ରହିଛି। PGT ଫିଜିକ୍ସ ପୋଷ୍ଟ, କେମିଷ୍ଟ୍ରି ପୋଷ୍ଟ, ବାୟୋଲୋଜି ପୋଷ୍ଟ, ମ୍ୟାଥମେଟିକ୍ସ ପୋଷ୍ଟ, PGT କମ୍ପ୍ୟୁଟର ସାଇନ୍ସ ପୋଷ୍ଟ, PGT କମର୍ସ ପୋଷ୍ଟ, PGT ଇକୋନୋମିକ୍ସ ପୋଷ୍ଟ ଆପଣମାନଙ୍କର ଭ୍ୟାକେନ୍ସି ରହିଛି। ଏଥିପାଇଁ ଆପଣମାନଙ୍କର ସ୍ୟାଲେରୀ ରହିବ 25,000 ଟଙ୍କା। ମାସକୁ ଆପଣମାନଙ୍କୁ 25,000 ଟଙ୍କା ଆପଣମାନଙ୍କର ସ୍ୟାଲେରୀଟା ଆପଣମାନଙ୍କର ରହୁଛି। ଦେଖନ୍ତୁ ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଆପଣମାନଙ୍କର କ'ଣ ବାହାରିଛି, ପୋଷ୍ଟର ଭ୍ୟାକେନ୍ସି ବାହାରିଛି। ଆପଣମାନେ ଏଇ ଜାଗାରେ ଦେଖିପାରୁଥିବେ 13ଟି ଆଦର୍ଶ ସ୍କୁଲରେ ଆପଣମାନଙ୍କର କ'ଣ ବାହାରିଛି, ଭ୍ୟାକେନ୍ସିଟା ବାହାରିଛି। 13ଟି ଆଦର୍ଶ ସ୍କୁଲରେ ଆପଣମାନଙ୍କର ଭ୍ୟାକେନ୍ସିଟା ବାହାରିଛି। ତ ନିଶ୍ଚିତ ଭାବରେ ଆପଣମାନେ କ'ଣ କରନ୍ତୁ, ଆପ୍ଲାଏ କରନ୍ତୁ। କେଉଁଠି ନା କେଉଁଠି ଆପଣମାନଙ୍କର ହେଇଯିବ। ଦେଖନ୍ତୁ OAV ଖେନ୍ଦ୍ରା ଝୁମ୍ପୁରା ପ୍ରଥମେ ପୋଷ୍ଟ ରହୁଛି ଭ୍ୟାକେନ୍ସି ଗୋଟେ ଝୁମ୍ପୁରାରେ ଆଦର୍ଶ ସ୍କୁଲରେ, ତାପରେ କ'ଣ ଚମ୍ପୁଆରେ ମଧ୍ୟ, ତାପରେ ଆନନ୍ଦପୁର, ତାପରେ ହରିଚନ୍ଦପୁର, ତାପରେ ଘାସିପୁରା, ତାପରେ ହାତଦିହି, ଘୋଟାଗାଁও, ସରପଡ଼ା, ପାଟନା, କେଉଁଝର ସଦର, ବଂଶାପଲ, ତେଲକୋଇ, ଯୋଡ଼ା। ବୁଝିଲା ନା ନାହିଁ? ଏତିକି 13ଟି ଆପଣମାନଙ୍କର ଆଦର୍ଶ OAV ସ୍କୁଲରେ ଆପଣମାନଙ୍କର କ'ଣ ରହୁଛି, ଭ୍ୟାକେନ୍ସି ରହୁଛି। ଏତେ ସବୁ ପୋଷ୍ଟର ଆପଣମାନଙ୍କର ଭ୍ୟାକେନ୍ସି ଆପଣମାନଙ୍କର ରହୁଛି। ଏତେ ସବୁ ପୋଷ୍ଟର ଆପଣମାନଙ୍କର ଭ୍ୟାକେନ୍ସି ରହୁଛି। ତ ନିଶ୍ଚିତ ଭାବରେ ଆପଣମାନେ କ'ଣ କରନ୍ତୁ, ଆପ୍ଲାଏଟା କରି ଦିଅନ୍ତୁ। ଏଇଟା କେଉଁ ଡିଷ୍ଟ୍ରିକ୍ଟର? କେଉଁଝର ଡିଷ୍ଟ୍ରିକ୍ଟର। ବୁଝିଲା ନା? ଏଇସବୁ OAV ଆଦର୍ଶ ସ୍କୁଲ ସବୁ କେଉଁଠି ଅଛି? କେଉଁଝରର ଆପଣମାନଙ୍କର ଏଇସବୁ ସ୍କୁଲରେ ଆପଣମାନଙ୍କର ଭ୍ୟାକେନ୍ସି ରହିଛି। ଆପଣ ଯେକୌଣସି ଡିଷ୍ଟ୍ରିକ୍ଟର ହେଇଥାନ୍ତୁ ନା କାହିଁକି, ଯଦି ଆପଣମାନେ ଯଦି ଚାକିରି କରିବା ପାଇଁ ଚାହୁଁଛନ୍ତି ତାହେଲେ ଯାଇ ଆପଣମାନେ କ'ଣ କରିପାରିବେ, ଆପ୍ଲାଏଟା ଆପଣମାନେ କରିପାରିବେ। ତାପରେ ଭେରି ଇମ୍ପୋର୍ଟାଣ୍ଟ ବିଷୟ ଆପଣମାନଙ୍କର ରହୁଛି କ'ଣ, ଯେ ବର୍ତ୍ତମାନ ଆପଣମାନଙ୍କର ଆପ୍ଲାଏଟା ଚାଲିଛି। ତ ଆପଣମାନେ କ'ଣ କରିବେ, ଏଇ ଜାଗାରେ ଦେଖନ୍ତୁ ଗୋଟେ ଆଡ୍ରେସଟା ଆପଣମାନଙ୍କର ଦିଆଯାଇଛି। କେଉଁ ଆଡ୍ରେସଟା ଆପଣମାନେ ଦେଖନ୍ତୁ ଟିକେ, ଏହି ଯେଉଁ ଆପଣମାନଙ୍କର ଆଡ୍ରେସ ଅଛି ଦେଖିପାରୁଥିବେ ଏଇ ଜାଗାରେ, ଦ ନୋଡାଲ ପ୍ରିନ୍ସିପାଲ OAV ଓରିଆ 8 ପୋଷ୍ଟ ଓରିଆ, ବ୍ଲକ ତେଲକୋଇ, ଡିଷ୍ଟ କେଉଁଝର, ପିନ୍ 758019। ଏହି ଆଡ୍ରେସରେ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ରେଜିଷ୍ଟ୍ରେସ ପୋଷ୍ଟ କିମ୍ବା ଆପଣମାନଙ୍କୁ ସ୍ପିଡ଼ ପୋଷ୍ଟ କରିବାକୁ ପଡ଼ିବ। ଏହି ଯେଉଁ ଆଡ୍ରେସ ଆପଣମାନଙ୍କର ଦିଆଯାଇଛି, ଏହି ଆଡ୍ରେସରେ ହିଁ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ରେଜିଷ୍ଟର ପୋଷ୍ଟ କିମ୍ବା ଆପଣମାନଙ୍କର ସ୍ପିଡ଼ ପୋଷ୍ଟ ଆପଣମାନଙ୍କର କରିବା ପାଇଁ ଆପଣମାନଙ୍କୁ ପଡ଼ିବ। କିନ୍ତୁ ମନେ ରଖ, କେତେ ତାରିଖ ପୂର୍ବରୁ ଆପଣମାନଙ୍କୁ କରିବାକୁ ପଡ଼ିବ ନା, ଦେଖନ୍ତୁ 6/3/2026 ମାର୍ଚ୍ଚ 6 ତାରିଖ ପୂର୍ବରୁ, ମାର୍ଚ୍ଚ 6 ତାରିଖ ହେଉଛି ତା'ର ଲାଷ୍ଟ ଡେଟ୍।
ମାର୍ଚ୍ଚ 6 ତାରିଖ ପୂର୍ବରୁ ଆପଣମାନେ କ'ଣ କରନ୍ତୁ, ଆପ୍ଲାଏଟା କରି ଦିଅନ୍ତୁ। ଆଜି ହେଲା କେତେ ତାରିଖ? ଆଜି ହେଉଛି ଆପଣମାନଙ୍କର ଫେବୃଆରୀ 23 ତାରିଖ। ଆଜି ହେଉଛି ଫେବୃଆରୀ 23 ତାରିଖ। ଆଉ ଟାଇମ୍ ନାହିଁ। ଆପଣମାନେ ସମସ୍ତେ କ'ଣ କରନ୍ତୁ, ମାର୍ଚ୍ଚ 6 ତାରିଖ ସୁଦ୍ଧା ଆପଣମାନେ ସମସ୍ତେ କ'ଣ କରନ୍ତୁ, ଆପ୍ଲାଏଟା ଆପଣମାନେ କରି ଦିଅନ୍ତୁ। ତାପରେ ଆପଣମାନେ ଯେତେବେଳେ ଆପ୍ଲାଏଟା ଆପଣମାନେ କରିବେ, ଆପଣମାନଙ୍କୁ କ'ଣ କରାଯିବ ନା ଏହି ଜାଗାରେ ଦେଖନ୍ତୁ ଡେଟ୍ ଆଣ୍ଡ ଭେନ୍ୟୁ ଡକୁମେଣ୍ଟ ଭେରିଫିକେସନ୍। ଆପଣମାନେ ଯେତେବେଳେ ଆପ୍ଲାଏଟା କରୁଛନ୍ତି ତାପରେ ଆପଣମାନଙ୍କୁ ଡକୁମେଣ୍ଟ ଭେରିଫିକେସନ୍ରେ ଆପଣମାନେ କ'ଣ କରିବେ, କଲ୍ ଆପଣମାନଙ୍କୁ କରିବେ। ଯେଉଁମାନେ ସିଲେକ୍ସନ୍ ହେବେ ସେମାନଙ୍କୁ କଲ୍ କରାଯିବ। ତାପରେ ଏହି ଜାଗାରେ ଦେଖନ୍ତୁ ଭେନ୍ୟୁ ଲେଖା ହେଇଛି, ଭେନ୍ୟୁ ଲେଖା ହେଇଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବଡ଼ପାଲସା କେଉଁଝର ସଦର। ଏହି ଜାଗାରେ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ଯିବାକୁ ପଡ଼ିବ। ଯେତେବେଳେ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଆଦର୍ଶ ବିଦ୍ୟାଳୟ ବଡ଼ପାଲସା କେଉଁଝର ସଦରରେ ଆପଣମାନଙ୍କୁ ଯିବାକୁ ପଡ଼ିବ। ତାରିଖ ହେଉଛି ଆପଣମାନଙ୍କର 14/3/2026 ମାନେ ମାର୍ଚ୍ଚ 14 ତାରିଖରେ ଆପଣମାନଙ୍କୁ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଆପଣମାନଙ୍କୁ ଯିବାକୁ ପଡ଼ିବ। ରିପୋର୍ଟିଂ ଟାଇମ୍ ରହିବ ଆପଣମାନଙ୍କର 9ଟା, ମାନେ 9ଟା ସମୟରେ ଆପଣମାନେ ଯାଇକି ସେଠି ଆପଣମାନେ ଆଟେଣ୍ଡ ଆପଣମାନେ ରହିବେ, ଯେଉଁମାନେ କି ସିଲେକ୍ସନ୍ ହେବେ। ବୁଝିଲା ନା ନାହିଁ? ହେଲେ ଆପଣମାନେ ଆପ୍ଲାଏ କେମିତି କରିବେ? ସର୍ବପ୍ରଥମେ ମୁଁ ଆପଣମାନଙ୍କୁ କହି ରଖିବା ପାଇଁ ଚାହିଁବି, ଏହି ଯେଉଁ PDF ଆପଣମାନେ ଦେଖୁଛନ୍ତି, ଏହି PDFକୁ ଆପଣମାନେ କ'ଣ କରିପାରିବେ ନା କେଉଁଝର ଡିଷ୍ଟ୍ରିକ୍ଟର ଅଫିସିଆଲ ୱେବସାଇଟ୍କୁ ଯାଇ ଆପଣମାନେ କ'ଣ କରିପାରିବେ, ମାନେ ଭିଜିଟ୍ କଲେ ଆପଣମାନେ ଏହି PDFଟାକୁ ଆପଣମାନେ ଡାଉନଲୋଡ଼ ଆପଣମାନେ କରିପାରିବେ। ତ ସେଥିପାଇଁ ଯଦି କିଛି ଅସୁବିଧା ହେଉଛି, ଆପଣମାନେ ଯଦି ଡାଉନଲୋଡ଼ କରିପାରୁନାହାନ୍ତି, ତାହେଲେ ମୁଁ ଭିଡ଼ିଓରେ କ'ଣ କରୁଛି, ଡେସ୍କ୍ରିପସନ୍ରେ ଗୋଟେ ଲିଙ୍କଟା ଆପଣମାନଙ୍କୁ ଦେଇଦେଉଛି। ଆପଣମାନେ କ୍ଲିକ୍ କରିବା ସାଙ୍ଗେ ସାଙ୍ଗେ ଆପଣମାନେ କ'ଣ କରିପାରିବେ, ଏହି PDFଟାକୁ ଆପଣମାନେ ଡାଉନଲୋଡ଼ କରିପାରିବେ। PDF ଡାଉନଲୋଡ଼ କଲା ପରେ ଆପଣମାନେ କ'ଣ କରିବେ, PDFଟାକୁ ପ୍ରିଣ୍ଟ ଆଉଟ୍ କରିନେବେ। ପ୍ରିଣ୍ଟ ଆଉଟ୍ କରିନେଲା ପରେ ଏହି ଜାଗାରେ ଦେଖନ୍ତୁ ଫିଲ୍ଡ ଆପ୍ଲିକେସନ୍ ଫର୍ମ। ଫିଲ୍ଡ ଆପ୍ଲିକେସନ୍ ଫର୍ମ ମାନେ ଦେଖନ୍ତୁ ଏହି ଜାଗାରେ ଯେଉଁ ଆପଣମାନଙ୍କର ଆପ୍ଲିକେସନ୍ ଫର୍ମ ଅଛି, ଏହି ଯେଉଁ ଆପ୍ଲିକେସନ୍ ଫର୍ମ ଅଛି ନା ନାହିଁ, ଏହି ଆପ୍ଲିକେସନ୍ ଫର୍ମକୁ ଆପଣମାନେ କ'ଣ କରିବେ, ଫିଲ୍ଅପ୍ କରିବେ। ଯେମିତି କେଉଁ ପୋଷ୍ଟ ପାଇଁ ଆପ୍ଲାଏ କରୁଛନ୍ତି, ପୋଷ୍ଟ ଆପ୍ଲାଏଡ଼ ଫର୍, ମନେକର ଆପଣମାନେ ଓଡ଼ିଆ PGT ଓଡ଼ିଆ ପାଇଁ ଆପ୍ଲାଏ କରୁଛନ୍ତି, ମାନେ PGT ଓଡ଼ିଆ, ନିଜର ଫଟୋ, ବୁଝିଲା ନା, ନିଜର ନାମ, ଆଡ୍ରେସ୍, କଣ୍ଟାକ୍ଟ ନମ୍ବର, ନିଜର ଇମେଲ୍ ID, ଜେଣ୍ଡର, ଏହିସବୁ ଆପଣମାନେ କ'ଣ କରିବେ, ଫିଲ୍ଅପ୍ଟା ଆପଣମାନେ କରିବେ। ବୁଝିଲା ନା? ଏଇ ପେଜ୍ଟା ଆପଣମାନେ ଫିଲ୍ଅପ୍ ଆପଣମାନେ କରିଦେବେ। ତାପରେ କ'ଣ, ସେଲ୍ଫ ଆଟେଷ୍ଟେଡ୍ କପିଜ୍ ଅଫ୍ ଅଲ୍ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍ସ। ଆପଣମାନଙ୍କର ଯେତେ ସାର୍ଟିଫିକେଟ୍ ରହିଛି 10th +2 +3 PG BEd ଆପଣମାନେ କ'ଣ କରିବେ, ସାର୍ଟିଫିକେଟ୍ର ଜେରକ୍ସ ଆପଣମାନେ କ'ଣ କରିବେ, ଆଉ ଆପଣମାନେ ଆଟାଚ୍ କରିବେ। ବୁଝିଲା ନା ନାହିଁ? ମାନେ ଏହି ଫର୍ମ ସହିତ ଆପଣମାନେ ଆଟାଚ୍ କରିବେ। ତାପରେ କ'ଣ, 2 ସେଲ୍ଫ ଆଟେଷ୍ଟେଡ୍ ଫଟୋଗ୍ରାଫ୍ସ ଅଫ୍ ପାସପୋର୍ଟ ସାଇଜ୍, ମାନେ 2ଟି ଆପଣମାନଙ୍କର କ'ଣ ଦରକାର, ପାସପୋର୍ଟ ସାଇଜ୍ ଫଟୋ ଆପଣମାନଙ୍କର ଦରକାର। ତାପରେ 1 ଆଇଡେଣ୍ଟି ପ୍ରୁଫ୍, ମାନେ ଆଧାର କାର୍ଡ଼ ହେଉ କିମ୍ବା ଆପଣମାନଙ୍କର ପାନ୍ କାର୍ଡ଼ ହେଉ କିମ୍ବା ଭୋଟର ID ହେଉ, ତହିଁର ମଧ୍ୟ ଗୋଟେ ଜେରକ୍ସ ଆପଣମାନେ ଆଟାଚ୍ କରିକି ଆପଣମାନେ ଦେଇଦେବେ। ଠିକ୍ ଅଛି? ତ ଯେତେବେଳେ ଆପଣମାନେ ଏଇ ମାର୍ଚ୍ଚ 6 ତାରିଖ ପୂର୍ବରୁ ଆପଣମାନେ ଯେତେବେଳେ ଦେଉଛନ୍ତି, ମାନେ ଏଇ ଆଡ୍ରେସ୍ରେ ଆପଣମାନେ ଯେତେବେଳେ ସ୍ପିଡ଼ ପୋଷ୍ଟ କରୁଛନ୍ତି, କିଛି ଦିନ ପରେ ଆପଣମାନଙ୍କୁ କ'ଣ କରାଯିବ, ଯଦି ଆପଣମାନେ ସିଲେକ୍ସନ୍ ହେଉଛନ୍ତି ତାହେଲେ ଆପଣମାନଙ୍କୁ କଲ୍ କରାଯିବ। ତାପରେ ଆପଣମାନେ ଯିବେ। ବୁଝିଲା ନା ନାହିଁ? ତ କେତେ ତାରିଖରେ ଯିବେ ଆପଣମାନଙ୍କୁ ଆଉ ଥରେ କହି ରଖିବା ପାଇଁ ଚାହିଁବି, କେତେ ତାରିଖରେ ଆପଣମାନେ ଯିବେ। ଏଇ ଯେଉଁ ଲାଷ୍ଟ ଆପଣମାନଙ୍କୁ ମୁଁ କହିଥିଲି କେତେ ତାରିଖରେ ଆପଣମାନେ ଯିବେ ନା 14 ମାର୍ଚ୍ଚ 2026, ମାର୍ଚ୍ଚ 14 ତାରିଖରେ ଆପଣମାନେ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଯିବେ। ତ ନିଶ୍ଚିତ ଭାବରେ ମୁଁ କହିବି ଆପଣମାନଙ୍କୁ ବହୁତ ସୁନ୍ଦର ପୋଷ୍ଟ ଭ୍ୟାକେନ୍ସି ରହିଛି। ସବୁ ଡିଷ୍ଟ୍ରିକ୍ଟର ପିଲାମାନେ ଯେହେତୁ ଆପ୍ଲାଏ କରିପାରିବେ, ସମସ୍ତେ କ'ଣ କରନ୍ତୁ, ଆପ୍ଲାଏ କରି ଦିଅନ୍ତୁ। ବୁଝିଲା ନା? ସମସ୍ତେ କ'ଣ କରନ୍ତୁ, ଆପ୍ଲାଏ କରି ଦିଅନ୍ତୁ। ଏହି ପୋଷ୍ଟ ଆପଣମାନଙ୍କୁ ନିଶ୍ଚିତ ଭାବରେ ମିଳିଯିବ। ଆପ୍ଲାଏ ନିଶ୍ଚିତ ଭାବରେ କରନ୍ତୁ। ଏମିତି ଭିଡ଼ିଓ ଆହୁରି ଯଦି ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ରଖନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟର ଜବ୍ର ନୋଟିଫିକେସନ୍ ଆମ ଚ୍ୟାନେଲ ମାଧ୍ୟମରେ ଆପଣମାନଙ୍କୁ ଆମେ ପ୍ରୋଭାଇଡ଼ କରିଦେବୁ। ଧନ୍ୟବାଦ।